ଜୟ ଜଗନ୍ନାଥ ବନ୍ଧୁମାନେ, ପ୍ରଭାତ ଶ୍ରେଣୀର ଆଉ ଗୋଟିଏ କାହାଣୀ କାଳାଂଶକୁ ଆପଣମାନଙ୍କୁ ସ୍ୱାଗତ ଏବଂ ଅଭିନନ୍ଦନ। କାହାଣୀଟିକୁ ବାରମ୍ବାର ନିଜେ ଶୁଣିବା ସହିତ ଶିଶୁମାନଙ୍କୁ ଶୁଣାଇବେ ବୋଲି ମୋର ଆଶା ଓ ବିଶ୍ୱାସ। ଚାଲନ୍ତୁ ଏବେ ଶୁଣିବା କାହାଣୀ ହନୁମାନଙ୍କ ଲାଙ୍ଗୁଡ଼। ହନୁମାନଙ୍କ ଲାଙ୍ଗୁଡ଼। ପାଣ୍ଡବମାନେ 5 ଭାଇ। ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ ଓ ସହଦେବ। ସେମାନେ ପଶା ଖେଳରେ ହାରି ବଣ ଭିତରେ କୁଡ଼ିଆ ଘରେ ରହୁଥିଲେ। ସେମାନଙ୍କ ପାଖରେ ଦ୍ରୌପଦୀ ମଧ୍ୟ ରହୁଥିଲେ। ଦିନେ ଦ୍ରୌପଦୀ କୁଡ଼ିଆ ପାଖରୁ ଗୋଟିଏ ସୁଗନ୍ଧିକା ଫୁଲ ପାଇଲେ। ସେ ଫୁଲଟିକୁ ନେଇ ଭୀମଙ୍କୁ ଦେଖାଇ କହିଲେ, ଜଙ୍ଗଲରୁ ମୋ ପାଇଁ ଆଉ କିଛି ସୁଗନ୍ଧିକା ଫୁଲ ତୋଳି କରି ଆଣିଦିଅ। ଭୀମ ସୁଗନ୍ଧିକା ଫୁଲ ଖୋଜିବା ପାଇଁ ଜଙ୍ଗଲ ଭିତରକୁ ଗଲେ। କିଛି ଦୂର ଗଲା ପରେ ରାସ୍ତା ଉପରେ ଗୋଟିଏ ବୁଢ଼ା ମାଙ୍କଡ଼କୁ ଦେଖିଲେ। ମାଙ୍କଡ଼କୁ ରାସ୍ତାରୁ ଘଉଡ଼ାଇ ଦେବା ପାଇଁ ଭୀମ ଜୋରରେ ପାଟି କଲେ। ମାଙ୍କଡ଼ଟି ଭୀମଙ୍କ ପାଟି ଶୁଣି ପଚାରିଲା, ତୁମେ କିଏ? ମୁଁ ଶୋଇଛି, ମୋତେ କାହିଁକି ଉଠେଇଲ? ଭୀମ ମାଙ୍କଡ଼କୁ କହିଲେ, ମୁଁ ହେଉଛି ଭୀମ, ବୀର ହନୁମାନଙ୍କର ସାନ ଭାଇ। ମୋ ଗଦାକୁ ସମସ୍ତେ ଡରନ୍ତି। ତୁଇ ଶୀଘ୍ର ଏ ରାସ୍ତାରୁ ଉଠିଯା, ନହେଲେ ତୋ ଲାଞ୍ଜ ଧରି ଫୋପାଡ଼ି ଦେବି। ମାଙ୍କଡ଼ଟି କହିଲା, ମୁଁ ବୁଢ଼ା ହୋଇଗଲିଣି, ଦେହରେ ବଳ ନାହିଁ। ମୋ ଲାଞ୍ଜକୁ ଧରି ମୋତେ ରାସ୍ତାର ଗୋଟିଏ ପାଖକୁ କରିଦିଅ। ମାଙ୍କଡ଼ ଉପରେ ଭୀମ ଭୀଷଣ ଭାବରେ ରାଗିଗଲେ। ମନେ ମନେ ଠିକ୍ କଲେ, ମାଙ୍କଡ଼ ଲାଙ୍ଗୁଡ଼କୁ ଧରି ଫୋପାଡ଼ି ଦେବି। ଭୀମ ଗଦାଟିକୁ ତଳେ ଥୋଇ ବାଁ ହାତରେ ମାଙ୍କଡ଼ ଲାଙ୍ଗୁଡ଼କୁ ଧରିଲେ, ହେଲେ ଉଠାଇ ପାରିଲେ ନାହିଁ। 2 ହାତରେ ଉଠାଇବାକୁ ଚେଷ୍ଟା କଲେ, ଲାଙ୍ଗୁଡ଼ଟିକୁ ଟିକିଏ ବି ହଲେଇ ପାରିଲେ ନାହିଁ। ଲାଜରେ ଭୀମଙ୍କର ମୁଣ୍ଡ ତଳକୁ ହୋଇଗଲା। ସେ ମାଙ୍କଡ଼କୁ ପଚାରିଲେ, ତୁମେ କିଏ? ମୋତେ ତୁମର ପରିଚୟ ଦିଅ। ମାଙ୍କଡ଼ଟି କହିଲେ, ମୁଁ ତୁମର ବଡ଼ ଭାଇ ହନୁମାନ। ଭୀମ ଖୁସି ହୋଇଗଲେ। ହନୁମାନଙ୍କ ପାଦ ଧରି ପ୍ରଣାମ କଲେ। ହନୁମାନ ଭୀମଙ୍କୁ ତଳୁ ଉଠାଇ କୁଣ୍ଢାଇ ପକାଇଲେ। ଭୀମଙ୍କୁ ସୁଗନ୍ଧିକା ଫୁଲ ଗଛଟିଏ ଦେଲେ। ଭୀମ ଫୁଲ ଗଛଟି ଧରି କୁଡ଼ିଆକୁ ଖୁସି ମନରେ ଫେରିଲେ। ଶୁଣିଲ ତ ପିଲାମାନେ, ନିଜ ମନରେ କେବେ ବି ଅନ୍ୟମାନଙ୍କ ପ୍ରତି ଛୋଟ ମନୋଭାବ ରଖିବ ନାହିଁ।